ସରିଛି 2024 ନିର୍ବାଚନ ଏବଂ ନିର୍ବାଚନ ପରେ ଆଜି ଆରମ୍ଭ ହୋଇଥିଲା ଭୋଟ ଗଣତି ପ୍ରକ୍ରିୟା। ସମସ୍ତଙ୍କ ନଜର ରହିଥିଲା ନିର୍ବାଚନ ଫଳାଫଳ ଉପରେ। ଆଉ ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ାର ଜିଲ୍ଲାର 2 ନିର୍ବାଚନ ମଣ୍ଡଳୀରେ ମଧ୍ୟ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା ସକାଳ 8ଟାରୁ। ସମସ୍ତେ ଉତ୍ସୁକ ଥିଲେ କି ଏଥର ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ବାଜି ମାରିବ ବୋଲି। ଆଉ ସମସ୍ତଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି। ଆଜି ନିର୍ବାଚନର ଫଳାଫଳ ଆସିଯାଇଛି। ଜିଲ୍ଲାର ସମସ୍ତ ରାଜନୈତିକ ଦଳ ନିର୍ବାଚନ ପାଇଁ ଜୋରସୋର ପ୍ରଚାର କରିଥିଲେ ଏବଂ ଜିଲ୍ଲାରେ ବିଜେଡି ବିଜେପି ମଧ୍ୟରେ କଡ଼ାକଡ଼ି ଟକ୍କରରେ ନିର୍ବାଚନ ହେବ ବୋଲି ଲୋକେ ଆଶା ପ୍ରକାଶ କରିଥିଲେ। ଆଉ ଲୋକମାନଙ୍କ ଆଶା ସତ ମଧ୍ୟ ହୋଇଛି। ଝାରସୁଗୁଡ଼ା ଜିଲ୍ଲାରେ ବିଜେଡି ବିଜେପି ମଧ୍ୟରେ ଜୋରଦାର ଟକ୍କର ହୋଇଛି। ଭୋଟ ଫଳାଫଳରୁ ଜୋରଦାର ଟକ୍କର ହୋଇଥିବା ଜଣାପଡ଼ୁଛି। ସବୁ କଳ୍ପନା ଜଳ୍ପନା ଭିତରେ ଆଜି ଆମ ହାତରେ ଆସିଯାଇଛି ଝାରସୁଗୁଡ଼ା ଜିଲ୍ଲାର 2 ନିର୍ବାଚନ ମଣ୍ଡଳୀର ଫଳାଫଳ। ଆଉ ବିଜେଡିକୁ ପଛରେ ପକାଇ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ନିଜର ଶାସନ ସୁନିଶ୍ଚିତ କରିଛି ବିଜେପି। ଭୋଟ ଗଣତିର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦୀପାଳି ରହିଥିଲେ ଆଗରେ, କିନ୍ତୁ ଅନ୍ତିମ ପର୍ଯ୍ୟାୟକୁ ଆସୁ ଆସୁ ବାଜି ଓଲଟି ଯାଇଛି। ଦୀପାଳିଙ୍କୁ ପଛରେ ପକାଇ ଟଙ୍କଧର ଆଗକୁ ଚାଲିଯାଇଛନ୍ତି। ଏହା ହେଉଛି ରାଜନୀତି। ଦେଖାଯାଉଥିବ କିଛି ଏବଂ ଶେଷରେ ହୋଇଯାଉଛି ଆଉ କିଛି। ଝାରସୁଗୁଡ଼ା ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଚଳିତ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳିଙ୍କୁ ପଛରେ ପକାଇ ବିଜୟ ହାସଲ କରିଛନ୍ତି। ଲୋକଙ୍କ ଆଶା ଥିଲା ଦୀପାଳି ପୁଣି ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ବିଧାୟିକା ସାଜିବେ, ହେଲେ ଲୋକଙ୍କ ବିଶ୍ୱାସକୁ ଏଡ଼ାଇ ଆଜି ଟଙ୍କଧର ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ବିଜୟର ପଦ୍ମ ଫୁଟାଇଛନ୍ତି। ଟଙ୍କଧର ତ୍ରିପାଠୀ 1265 ଭୋଟରେ ଦୀପାଳି ଦାସଙ୍କଠାରୁ ଆଗୁଆ ରହି 2024 ନିର୍ବାଚନରେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀକୁ ନିଜ ନାଁରେ କରିଛନ୍ତି ଏବଂ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ପଦ୍ମ ଫୁଟାଇଛନ୍ତି। ଅନ୍ୟପଟେ ବ୍ରଜଦାସନଗର ନିର୍ବାଚନ ମଣ୍ଡଳୀରେ ମଧ୍ୟ ଅନୁରୂପ ପରିସ୍ଥିତି। ସମସ୍ତେ ଭାବୁଥିଲେ ବ୍ରଜଦାସନଗରରେ ବିଜେଡି ଜିତିବ, କିନ୍ତୁ ବିଜେପି ବାଜି ମାରି ନେଇଛି। ବ୍ରଜଦାସନଗର ନିର୍ବାଚନ ମଣ୍ଡଳୀରେ ଅଳକା ମହାନ୍ତି ବିଜେଡି ପ୍ରାର୍ଥୀ ଥିବାବେଳେ ସୁରେଶ ପୂଜାରୀ ବିଜେପିର ପ୍ରାର୍ଥୀ ଥିଲେ। ଭୋଟ ଗଣତି ପ୍ରକ୍ରିୟା ଆରମ୍ଭରୁ ସୁରେଶ ପୂଜାରୀ ଆଗରେ ଥିଲେ ଏବଂ 26,789 ଭୋଟରେ ଅଳକା ମହାନ୍ତିଙ୍କୁ ପଛରେ ପକାଇ ସୁରେଶ ପୂଜାରୀ ବ୍ରଜଦାସନଗର ନିର୍ବାଚନ ମଣ୍ଡଳୀରେ ପଦ୍ମ ଫୁଟାଇ ବିଧାୟକ ଆସନ ନିଜ ନାଁରେ କରିଛନ୍ତି। अमेजिंग होम फर्नीचर्स लाया है आपके लिए प्रीमियम इंपोर्टेड ओबिक्स मार्बल डाइनिंग सेट, बेडरूम सेट्स, एल कॉर्नर सोफा के एक्सक्लूसिव कलेक्शंस। अमेजिंग होम फर्नीचर्स नियर कोऑपरेटिव एंड यूको बैंक, मंगल बाजार रोड, झारसुगुड़ा।